ଉପନ୍ୟାସ ହାଏ ମୁନି କେମିତି ଅଛ? ଲେଖକ ପଦ୍ମଜ ପାଳ। ପଢ଼ି ଶୁଣାଉଛନ୍ତି ଅଭିରାମ ଖୁଣ୍ଟିଆ। ଭାଗ 1। ମୁନିର ତ ସ୍ୱପ୍ନମଗ୍ନ ମନ ତାର ନିଖଞ୍ଜ ଅରଣ୍ୟ। ସ୍ଫଟିକ ଝରଣାଟିରେ ନୃତ୍ୟରତା ନୀଳକଇଁଟିଏ, ଅଥବା ଆନମନା ଉଡ଼ନ୍ତା ପ୍ରଜାପତିଟିଏ। ଝିଙ୍କାରୀର ଶେଷହୀନ ମଧୁର ଗୁଞ୍ଜନ ଲାଗେ ଯେପରି ପଦ୍ମପତ୍ରେ ଢଳ ଢଳ ଏକ ଜଳବିନ୍ଦୁ। ଏଇ ଅଛି, ଏଇ ନାହିଁ, ଜୀବନ ଓ ମୃତ୍ୟୁର ନୃତ୍ୟରେ ପାଗଳ। ଦିନେ ସେ ଦେଖିଲା ସ୍ୱପ୍ନ। ମୁନି ସ୍ୱପ୍ନ ଦେଖେ, ଆକାଶରେ ଉଡ଼ିବାର ସ୍ୱପ୍ନ। ବଣ ପାହାଡ଼, କ୍ଷେତ ନଦୀ, ସହର ସମୁଦ୍ର, ଗାଁ ବଗିଚାରେ, ମଞ୍ଚରେ, ମଣ୍ଡପରେ, ବାରରେ, ପରଦାରେ ନାଚିବାର ସ୍ୱପ୍ନ। ସେ ହେବ ଅପ୍ରତିଦ୍ୱନ୍ଦ୍ୱୀ ଆଲବମ୍ ନାୟିକା, ସେକ୍ସି ସେକ୍ସି ଆଇଟମ୍ ଗାର୍ଲ। ନାଚୁଛି, ନାଚିବ ଖାଲି ଗୀତ ଗାଇ ଗାଇ। ତା ସହିତ ନାଚିବ ଏ ପାର୍ଥିବ ଜଗତ। ସାରା ବିଶ୍ୱ ହେବ ଏକ ମଞ୍ଚ। ଗୋପନ ରହିଲାନି ଏ ଅଭିପ୍ସା ତାର। ପ୍ରଥମରୁ ହିଁ ନିଜଠାରୁ ଖୋଲିଯାଏ ସବୁ ଦ୍ୱାର। ହୁଏ ସୌପ୍ରକାଶ। ଅଣ୍ଡାରୁ ଯେମିତି ଶାବକ, ଶାବକରୁ ଅଣ୍ଡା ଭଳି ବିଚିତ୍ର ଗଣିତ। ଛପି ଛପି ସତର୍କତା ସହ ଖୋଲିଗଲା ଗୋପନ ସେ ଅଭିପ୍ସାର ମନ୍ତ୍ର। ବ୍ୟାପିଗଲା ଆକାଶ ଧରିତ୍ରୀ, ପାଣି ଓ ପବନ। ପୁଣି ଆଲୁଅରେ, ଅନ୍ଧାରରେ, ଦେହରେ, ମନରେ, ଯେମିତି ଭାଇରାଲ ଫିବର। କି ଫୁଲର ସୁଗନ୍ଧ, କି ସ୍ୱରର ତରଙ୍ଗ। ତଥାପି କେମିତି କେଜାଣି ଏକ ଅଜଣା ଅହେତୁକ ଭୟପାଳିତ କୁତ୍ତାଟିଏ ଭଳି ବନ୍ଧା ହୋଇ ପଡ଼ିଥିଲା ଘର ଅଗଣାରେ। ଥରେ ଥରେ ଭୁକୁଥିଲା, ଆକ୍ରୋଶରେ ଅବା ଭୟରେ, ଭ୍ରାନ୍ତିରେ, କଦାଚିତ୍ ଆକୁଳ ବିକଳ ହୋଇ। ମାତ୍ର କାହାକୁ କାମୁଡ଼େ ନାହିଁ, ପଡ଼ିଥାଏ ଭୋକ ଉପାସରେ। ସେମିତି ବି ମୁନିର କାହାକୁ ଖାତିର ନଥିଲା ଭୟ କି ଭ୍ରାନ୍ତି। କେବଳ ତା ବୋଉ ସେବତୀ। ସବୁବେଳେ ହୁଏ ଗିଜିରି ଗିଜିରି। କିଛି ଜାଣେ ନାହିଁ, କିଛି ବୁଝେ ନାହିଁ। ପ୍ରାଗୈତିହାସିକ ଗୁଡ଼ାଏ ବିଶ୍ୱାସକୁ ନେଇ ବଞ୍ଚିଥିବା ମଣିଷଟିଏ ସେ। ସବୁ କଥାରେ ପୂରେଇବ ମୁଣ୍ଡ। କାନ୍ଦିବ ବିକଳ ହୋଇ। ଅଯଥା ସେ କାନ୍ଦିଲେ କାନ୍ଦୁଥାଉ ସେ। ମୁଁ କ'ଣ କରିବି ଯେ? ମୁନି ବିଗିଡ଼ିଯାଏ। ବୋଉର ପ୍ରକୃତି ସେଇଆ। ଦୁଃଖ, ନିର୍ଯାତନା, ଅପମାନ ସହି ସହି ଦାସତ୍ୱ ଜୀବନ। ମୁଁ କରିବି ବା କ'ଣ? କେମିତିଆ ଜୀବନଟେ ବଞ୍ଚିବାକୁ ଚାହୁଁଛି ଯେ ସେ? ମୁଁ ଜାଣିପାରୁନି। ମୁଁ ତ ଏଠି ଠିଆ ମରୁଛି ପ୍ରତି ମୁହୂର୍ତ୍ତରେ। ସଢ଼ୁଛି ପଙ୍କରେ, ନର୍ଦ୍ଦମାରେ, ଅଳିଆ ଗଦାରେ। ଆଉ ମୌନ ମୁହିଁ ସୁଷମା ଦେଇ, ତା କଥା ଛାଡ଼। କିଛି କହିବ ନାହିଁ ସିନା ପାଟି ଖୋଲି, ହେଲେ ମୁହଁ ଖାଲି ନିଆଁ ଗରଗର। ଏଥିରେ କାହାକୁ ଲାଗିବନି ରାଗ? ମୁନି ବୁଝିପାରେ ନାହିଁ ଏମାନେ ଏମିତି ହୁଅନ୍ତି କାହିଁକି। ତାର ସବୁ କଥାକୁ ବାଟ ଓଗାଳନ୍ତି, ନାହିଁ ନାହିଁ କରନ୍ତି କାହିଁକି? ମୁନି ଚିଡ଼ିଯାଏ। ରାଗିଗଲେ ପ୍ରଚଣ୍ଡ ସେ। ମୁହଁ ତାର ରଙ୍ଗା ପଡ଼ିଯିବ। ଜଳିବ ସେ ଘର ପୋଡ଼ି ଭଳି। କାହାକୁ କ'ଣ ଯେ କହିବ? କିଛି ତାର ବାଗ ବାଇଶ ନଥିବ। ନିଜ ମୁହଁ ଆମ୍ପୁଡ଼ିବ, ଚିଲେଇବ, ମାଇ ଫୁଟ୍, ହୁ କେୟାର୍ସ? ମୁନି ଆଜି ଅତିକ୍ରମ କରିଗଲା ତା ଧୈର୍ଯ୍ୟର ସୀମାକୁ। ଦଂଶନ ଜ୍ୱାଳାରେ ଆହତ ସାପ ଭଳି ଚାହୁଁଥିଲା ତା ଗୋଲ୍ଡେନ୍ ରିଷ୍ଟ ୱାଚକୁ। ଅଧିକ୍ରାନ୍ତ ସମୟ 5:15। ଘଣ୍ଟାଟି ସୁନ୍ଦର ଗିଫ୍ଟଟିଏ ଥିଲା ସୁକାନ୍ତ ମଣ୍ଡଳର। ଗୋଟିଏ ଚୁମା ବଦଳରେ। ମୁନି ପଶିଗଲା ଘର ଭିତରକୁ। ଆଇନାରେ ଦେଖିଲା ନିଜକୁ। ମଲ୍ଲିକା ଶେରୱତ ଅଥବା କ୍ୟାଟ୍ରିନା କି ବିପାଶା ଭଳି ଦିଶୁଛି ତ ସେ। ହସୁଥିଲା ମୁରୁକି ମୁରୁକି। ନିଜକୁ ନିଜେ କହୁଥିଲା କଥା। ସବୁଥିପାଇଁ ପ୍ରସ୍ତୁତ ମୁଁ। ଅନେକ ବେଳୁ। ଦେଖ, ପିନ୍ଧି ସାରିଲେଣି। ବଡି ଲାଇନ୍ Sample complete. Ready to continue?